ଲୋକମାନଙ୍କୁ ଠକିକି ଗୋମାଂସ ଦେଇଦବା ଆମର ପ୍ରଫିଟ୍ ହବ ଆମେ ବହୁତ ପଇସା ପାଇବା ଲୋକ ଆମ ହୋଟେଲକୁ ବହୁତ ଆସିବ ମୁଁ ଶୁଣିଛି ତାଙ୍କର 5 କେଜିରୁ ଆରମ୍ଭ ହେଇ ଏବେ 50 କେଜି ଭାବେ ସେଲ୍ ହଉଛି ତାଙ୍କ ହୋଟେଲରେ କିନ୍ତୁ ଏମିତି ତମେ ଏଇନାକେ ଯୋଉ 50 କେଜି ସେଲ୍ ହେଲା ଏଇନା ଲୋକମାନେ ଆଉ ସେଇ 5 କେଜିରୁ 1 କେଜି ବି ଖାଇବାକୁ ଯିବେନି ବିଶ୍ୱାସ ଭାଙ୍ଗିଗଲା ଲୋକମାନଙ୍କର ଭରସା ଭାଙ୍ଗିଗଲା ଏ ନ୍ୟୁଜ ସବୁଆଡେ ଭାଇରାଲ ହେଲାଣି ଲୋକମାନଙ୍କର ବିଶ୍ୱାସ ଆଉ ରହିବ କି ଜୟ ହୋଟେଲକୁ ଯିବେ ବୋଲି ଆଉ ଏଇଟା ବି କାନ୍ଦିବା ସ୍ୱାଭାବିକ କାହିଁକିନା ସେ ଗୋଟେ ବେପାର କରୁଥିଲେ ତାଙ୍କ ପରିବାର ଘର ଚଳୁଥିଲା କିନ୍ତୁ ମୁଁ ବି ସମସ୍ତ ମିଡିଆ ଭାଇଙ୍କ ଥ୍ରୁରେ ରିକ୍ୱେଷ୍ଟ କରି କହିବି କି ଆପଣ ଯୋଉଟା ଭୁଲ କରିଛନ୍ତି ସେଟା ନେକ୍ସଟ ଟାଇମ୍ ନ କରନ୍ତୁ ଲୋକମାନଙ୍କର ବିଶ୍ୱାସ ଆଉଥରେ ଜିତନ୍ତୁ ଆପଣ ହୋଟେଲ ଆହୁରି ଆଗକୁ ବଢନ୍ତୁ ଆପଣ ଆପଣଙ୍କ ଶାଶୁକୁ ନେଇକି ଜୟ ହୋଟେଲ ଯିବେ କି ଖାଇବାକୁ? ନା ନା ମୋ ଶାଶୁ ଜମା ଯିବେନି ବାର୍ଥଡେ ବଗେରେ ହିଁ ଯିବେନି ଟାଣି ଟାଣି ମତେ ନେଇ ଆସିବ ପଛେ ସେ ଯିବେନି ନା ନାଇଁ ଆପଣ ତାଙ୍କୁ ଡାକିଲେ ସେ ଆପଣଙ୍କୁ ବାଡେଇବେ। ସେ ମତେ ବାଡେଇବେ ଆଚ୍ଛା ଆପଣ କେବେ ଶାଶୁଙ୍କଠୁ ମାଡ ଖାଇଛନ୍ତି? ନା ନା ମୁଁ ମାଡ ଖାଇନି ମୁଁ କିନ୍ତୁ ମୋ ସ୍ୱାମୀ ମାଡ ଖାଆନ୍ତି ଶାଶୁଙ୍କଠୁ ବର୍ତ୍ତମାନ ଚର୍ଚ୍ଚା ଜୟ ହୋଟେଲ ପୁଣି ଥରେ ଖୋଲିଲାଣି ଏବଂ ଲୋକମାନେ ପୁଣି ମଟନ ଖାଇବାକୁ ଯିବେ କଣ କହିବେ ଜୟ ହୋଟେଲକୁ ନେଇକି ଆପଣ? ଖୋଲିଲା କି ଖୋଲିନି ସେଟା ତ ମୁଁ ଠିକ ସେ ଜାଣିନି କିନ୍ତୁ ଯଦିଓ ଖୋଲିଥିବ କୋଉଠି ଅର୍ଡର ଦେଇଥିବ ଭଲ କଥା ଆଜ୍ଞା ଗୋଟେ ବିଜନେସ କରୁଥିଲେ ଏମିତି ବନ୍ଦ ହେଇଗଲା ଗୋଟେ ଖରାପ କଥା କିନ୍ତୁ ସେ ଯୋଉ ଭୁଲଟା କରିଛନ୍ତି ସେଇଟା ନେକ୍ସଟ ଟାଇମ୍ ନ ହଉ ବୋଲି ସେଟା ଲୋକମାନଙ୍କର ଆଶା ଆଉ ବିଶ୍ୱାସ ଲୋକମାନଙ୍କ ବିଶ୍ୱାସ ଉପରେ ଏମିତି ଗୋଟେ କରିବା ଆଗରୁ ଯୋଉ ଚର୍ଚ୍ଚା ହେଲା ପରେ ଗାଈ ମାଂସ ଦେଲେ ଖାଇଲେ ଆପଣ ଯଦି ଶୁଣିଲେ କଣ ଭାବିଲେ କଣ ସତରେ ଦଉଛି? ହଁ ସତରେ ହେଇଥିବ ଏଇନା ହୋଟେଲ ମାନଙ୍କରେ ଗାଈ କି କୁକୁର କି କୁକୁଡା କି କାଉ କଣ ଦଉଛନ୍ତି ଆଜ୍ଞା ଆମେ ଜାଣିନୁ କିନ୍ତୁ ମୁଁ ତ କେବେ ହୋଟେଲରେ ସେ ମାଂସ ଖାଏନି କାହିଁକିନା ବିଶ୍ୱାସ ନାହିଁ ମୋର ସେ କଣ ରୋଷେଇ କରି ଦଉଥିବେ ଯେତେବେଳେ ବି ଖାଏ ସାଧା ଖାଏ କିନ୍ତୁ ଲୋକମାନଙ୍କର ଯୋଉମାନେ ବି ଡ୍ରାଇଭର ଅଛନ୍ତି ସେମାନେ ହୋଟେଲକୁ ବିଶ୍ୱାସ କରି ଖାଉଛନ୍ତି ଲୋକମାନେ ବି ଯୋଉମାନେ ଟ୍ରାଭେଲରେ ଯାଉଛନ୍ତି ବିଶ୍ୱାସ କରି ହୋଟେଲରେ ଖାଉଛନ୍ତି କିନ୍ତୁ ଏମିତି ଲୋକମାନଙ୍କର ବିଶ୍ୱାସ ଭାବନା ସହିତ ନ ଖେଳିବାଟା ଭଲ ଆପଣ କେବେ ଜୟ ହୋଟେଲ ଯାଇଛନ୍ତି? ପୁରୀ ତ ଅନେକ ଥର ଯିବା ଆସିବା କରିଥିବେ ବାଟରେ ପଡୁଛି ଜୟ ହୋଟେଲ ନା 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 ମୁଁ କେବେ ଯାଇନି ପୁରୀ ଯାଇଛି କିନ୍ତୁ କେବେ ହୋଟେଲକୁ ଯାଇନି ଜୟା ହୋଟେଲକୁ ଯାଇନି ଖାସ ହୋଟେଲକୁ ଯାଇଛନ୍ତି? ହୋଟେଲକୁ ଯାଇଛନ୍ତି ଖାଇଛି କିନ୍ତୁ ଜୟା ହୋଟେଲ ଟା ମୁଁ ଶୁଣିଲି ପ୍ରଥମ ଥର ମୁଁ କହିଲି ମୁଁ ଯାଇଥିଲି ପୁରୀ ମୁଁ ଟିକେ ଯାଇଥିଲି ସିଆଡେ ମୁଁ ମାରି ଦେଇ ପଳେଇଥାନ୍ତି ଦେଖିଥାନ୍ତି ହୋଟେଲରେ କଣ କେମିତି ଚାଲିଛି ଲୋକମାନେ କଣ କେମିତି ଅଛନ୍ତି ଆଉ କିନ୍ତୁ ମୁଁ ଯାଇନି ଯାହା ହଉ ମୁଁ ଯାଇନି ସେଇଟା ହଉଛି ମୋର ଭାଗ୍ୟ ସୌଭାଗ୍ୟ ଜୟା ହୋଟେଲ ହଉଛି ଅନ୍ୟ କୌଣସି ହୋଟେଲ ହଉନଥିବ ସେମିତି କିଛି ହଁ ସେମିତି କିଛି ଗ୍ୟାରେଣ୍ଟି ନାହିଁ କାରଣ ସେ ଧରା ପଡିଗଲେ ବୋଲିକା ଲୋକମାନେ ଜାଣିଲେ ଆଉ କୋଉ ହୋଟେଲରେ ହଉଥିବ କିନ୍ତୁ ଗୋଟିଏ ଭଲ କଥା ହେଲା କଣ ନା ମାନେ କଥା ନାଇଁ ବିରି ମାଡ ଦେଖି କୋଳଥ ଚେପା ସେମିତି ଗୋଟେ ହୋଟେଲରେ ମାନେ ଇଏ ହେଲା ମାନେ ପୋଲିସ ମାନେ ଧଇଲେ ମାଡ ଖାଇଲେ ଗୋବର ପାଣି ଯୋଉ ମାଡ ସେ ମାଲିକକୁ ଆଜ୍ଞା ଆପଣ ମାନେ ଦେଖିଥିବେ ତାଙ୍କ ମୁଣ୍ଡ ଉପରେ ଗୋବର ପାଣି ଢାଳି ଦେଇଥିଲେ ଆଉ କୋଉ ହୋଟେଲ ଏମିତି ଭୁଲ କରିବେ ବୋଲି ମୁଁ କାହିଁ ଆଉ ଭାବୁନି ଓକେ ଯଦି ଦେଖିବା ଏବେ ଯଦି ନେକ୍ସଟ ଟାଇମ ମାନେ ମିସ୍ କୁଇନ୍ ତମେ ମଟନ ଖାଅ ନା ନାଇଁ? ହଁ ମୁଁ ମଟନ ଖାଏ ବଢିଆ ଲାଗେ ମଟନ ଭଲ ଲାଗେ ହଁ ମଟନ ଛେଳି ଗୁଡାକ ଖାଇଦିଅ ତମେ ଗୋଟେ ଭେଜ ଖାଇବା କଥା ନା ନାଇଁ? ନାଇଁ ମୁଁ ଭେଜ ଖାଏ ନନଭେଜ ବି ଖାଏ ସବୁ ଖାଏ କିନ୍ତୁ ଏତେ ଖାଏନି କମ ଖାଏ କମ ଖା ତଥାପି ଯଦି ମଟନ ଖାଇବ ତାହେଲେ କେତେ ଖଣ୍ଡେ ଖାଇଦବ? ମଟନ ଖାଇଲେ 2-4 ଖଣ୍ଡ ଖାଇଦେବି ରାଣୀ ପଣ୍ଡାଠୁ ବେଶୀ ଖାଇବ ନା ତମେ ଏକାଟିଆ? ନାଇଁ ନାଇଁ ରାନୀ ଦିଦି ମୋଠୁ ଅଧିକ ଖାଇବି ମୁଁ କମ ଖାଇବି କମ ଖାଇବ 3-4 ଖଣ୍ଡ ସେଟା ମୋ ପାଇଁ ବହୁତ ମୁଁ ବେଶୀ ଖାଇପାରିବିନି କାରଣ ସେଟା ବି ସେ ଜିନିଷ ବେଶୀ ଖାଇ ହୁଏନି ଆଉ କିନ୍ତୁ ମଟନ ଟା ଭଲ ଖାଇବାକୁ ବି ଭଲ ଲାଗେ ଆମେ ତ ଦେଖୁଛୁ ଗାଁ ଗହଳି ରୋଷେଇ ହେଲେ ମଟନ ଖାଇବା ପାଇଁ ଲୋକ ମାଡ ଗୋଳ ହୁଅନ୍ତି ଜୟା ହୋଟେଲରେ ଏଇଭଳି କେସ୍ ହେଲା ପରେ ଆଉ ଲୋକ ମଟନ ନା ଖାଉଛନ୍ତି? ନା ହୋଟେଲରେ ଆଉ ଲୋକମାନଙ୍କର ବିଶ୍ୱାସ ଉଠିଗଲାଣି କାହିଁକି ନା ଗୋଟେ ଜାଗାରେ ଲୋକ ଧୋକା ଖାଇଲେ ମାନେ ଆଉ କୋଉ ହୋଟେଲକୁ ବିଶ୍ୱାସ କରି ମାଂସ ଖାଇବାକୁ ଯିବେ ବୋଲି କାହିଁ ମୁଁ ବିଶ୍ୱାସ କରିପାରୁନି ମୁଁ ବି ଗୋଟେ ଆଗରୁ ଗୋଟେ ଦେଖିଥିଲି କୋଉ ହୋଟେଲରେ ମାନେ ମାଂସ ନାଁରେ କଣ କାଉ ନା କି ମାଂସ ଗୁଡା ଦେଇଥିଲେ କାଉ ବିରିୟାନୀ ସେ ଏଇଗୁରା ସବୁ ଭୁଲ କଥା ତମ ଲୋକମାନେ ବିଶ୍ୱାସରେ ତମ ପାଖକୁ ଯାଉଛନ୍ତି ଖାଇବାକୁ ତମେ ଗୋଟେ ସଂସ୍ଥା ଖୋଲିଛ ଏମିତି ନିଜ ସଂସ୍ଥାକୁ ବଦନାମ କରି ନିଜେ ବଦନାମ ହବାଟା ଖରାପ କଥା ତମେ ଚେଷ୍ଟା କର କେମିତି ଭଲ କାମ କରିବ ଭଲ ରୋଷେଇ କରି ଲୋକମାନଙ୍କୁ ଖାଇବା ଦେଲେ ଲୋକମାନେ ବିଶ୍ୱାସରେ ଆହୁରି ଯିବେ ଏମିତି ଲୋକମାନଙ୍କୁ ଠକିକି ପଇସା ଇନକମ କଲେ ସେ ପଇସା କେବେ କୌଣସି କାମରେ ଲାଗିବନି ଦିଦି ଏବେ ହୋଟେଲ ଖୋଲିଛି ପୁଣି ଥରେ ଜୟା 2.0 ଖୋଲିଛି ଯଦି ଆପଣ ବାଟରେ ଯାଉଥିବା ଜୟା ହୋଟେଲ ଦେଖିବେ ହଠାତ୍ ଆପଣଙ୍କ ମନକୁ କଣ ପ୍ରଶ୍ନ ମାନେ ଆସିବ? ପ୍ରଶ୍ନ ଆସିବ ମୁଁ ଯଦି ଖାଇବାକୁ ଯାଉଥିବି ଭାବିବି ମଟନ ଟା ଖାଇବା ଦେଖିବା କଣ କେମିତି ଲାଗୁଛି ଭାବିବି ଆରେ ଯଦି ଦେଇଥିବେ ଗୋମାଂସ ମୋର ତ ବର୍ତ୍ତମାନ ହେଇଯିବ ମୋ ଘରେ ମୋ ଶାଶୁ ବାଡେଇକି ବାହାର କରିଦବ ଘରେ ଆଉ ପୁରେଇବନି ଜାଣିବ ଜୟ ହୋଟେଲରେ ଖାଇଛି ଆଉ ଘରେ ପୁରେଇବନି ସତ କଥା ଆଉ
ମାନେ ଆପଣ ଶାଶୁ ଟିକେ ଭାରି ଷ୍ଟ୍ରିଟ୍ ବୋଧେ ମାନେ ମାଂସ ହଁ କୁ ହଁ ମାଂସ ବହୁତ ନୁହଁ। ସ୍ଟିଡ୍ ହଁ ଶାଶୁ ବି ମନା କରନ୍ତି କୁକୁଡ଼ା ମାଂସ ଖାଆନ୍ତିନି ଘରର ବୋଉ ମାନେ ଯେହେତୁ ପିଣ୍ଡ ପାଣି ମାନେ ଦିଅନ୍ତି ବାହାର ଘରେ ତ ଚିକେନ ମାଂସ ବି ଖାଇବାକୁ ବିରୋଧ କରନ୍ତି କିନ୍ତୁ ମୁଁ ଖାଇଦିଏ ଆଉ। ଆଚ୍ଛା ଏ ଶାଶୁ ବୋହୁର କମ୍ପିଟିସନ ହୁଏ ନା ନାଇଁ ନନଭେଜ ଖାଇବାକୁ ନେଇକି? କିଏ ଅଧିକ ମଟନ ଖାଇବ? ନା ନା ଆମ ବୋଉ ଖାଆନ୍ତିନି ସେଟା ମାଂସ ଖାଆନ୍ତିନି ଟୋଟାଲ ଖାଆନ୍ତିନି କୁକୁଡ଼ା ମାଂସ କି ମଟନ କିଛି ବି ଖାଆନ୍ତିନି ସେ ଖାଲି ମାଛ ଖାଆନ୍ତି। ଆଚ୍ଛା ଆପଣ ଶାଶୁକୁ ଲୁଚେଇକି ଖାଆନ୍ତି ନନଭେଜ ନା ନା ଜଣେଇକି? ନା ନା ଜଣେଇ ଖାଏ ଲୁଚେଇ କାହିଁ କରିବି ଲୁଚେଇ ଛୁପା କାମ ସେଟା ମତେ ଭଲ ଲାଗେନି ଯାହା କରିବ ଖୁଲମ ଖୁଲା ଶାଶୁ କମ୍ପିଟିସନ ପନିରରେ ହୁଏ ନା ନାଇଁ ବୋଉ ଛତୁରେ ହୁଏ? ନାଇଁ ପନିର ଛତୁ ନୁହଁ ଆମର ଶାଗ କମ୍ପିଟିସନ ଶାଗ ଆମ ଶାଶୁ ମା ବେଶୀ ଖାଇବାକୁ ଭଲ ପାଆନ୍ତି ପିତା ଶାଗ କଳମ ଶାଗ ସଜନା ଶାଗ ବିଭିନ୍ନ ପ୍ରକାର ଶାଗ। ଆଚ୍ଛା ଶାଗ ଏଇ ଜୟା କୁଆଡେ ବା ଆପଣଙ୍କ ଶାଶୁ ନା ଜୟା? ନା 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 ମୋ ଶାଶୁ ନା ଜୟା ନୁହଁ ତ ଜୟା ହେଇଥିଲେ ମୁଁ ଏତିକି 10 ଥର ନା ଜୟା ହୋଟେଲ କହିଥାନ୍ତି ଶାଶୁ ନା ଧରନ୍ତିନି ଓଡିଆ ଘର ବୋଉ ମାନେ ମୁଁ କେମିତି ଧରିବି। ଓହୋ। ଶାଶୁ ନା ଧରନ୍ତିନି ନାଇଁ ମାନେ ଶାଶୁ ତାଙ୍କ ନାଁ ଟା ଧରନ୍ତିନି। ନାଁ ଟା ଧରନ୍ତିନି ଶାଶୁଙ୍କ ନାଁ ଟା ଧରନ୍ତିନି ଆଚ୍ଛା ଗୋଟେ ପାଟିରେ। ବୋହୂ ହେଇକି ଆପଣ ମାନେ ଏଇଟା କାହିଁକି ଆପଣଙ୍କୁ ଲାଗେ ଏ ଶାଶୁଙ୍କ ନାଁ ଟା ବୋହୂ ମାନେ କାହିଁକି ଧରନ୍ତି? ମୁଁ ତ ଜାଣିନି ମୁଁ ତ ଏତେ ବି ପୁରୁଣା କାଳିଆ ଲୋକ ନୁହେଁ ତଥାପି ମୁଁ ଯେତିକି ଜାଣିଛି ଲୋକମାନେ କୁହନ୍ତି ଶାଶୁ ଶ୍ୱଶୁର ନାଁ ମଳାସୁର ନାଁ ବଡ ବଡ ଲୋକଙ୍କ ନାଁ ଧରନ୍ତିନି। ସ୍ୱାମୀଙ୍କର ସ୍ୱାମୀଙ୍କ ନାଁ ବି ଧରନ୍ତିନି ସ୍ୱାମୀଙ୍କ ଭଗବାନ ନାଇଁ ସ୍ତ୍ରୀ ଲୋକ ଧରୁଛନ୍ତି କିନ୍ତୁ ମୁଁ ଧରେନି। ଆପଣ ବି ଧରନ୍ତିନି ନା ନାଇଁ ନା କି? ମୁଁ ଧରେନି। ଆଚ୍ଛା ନାଁ ଟା ତ ପାଟିରେ ନିଅନ୍ତି କିନ୍ତୁ ଧରିବା କଥା କାହିଁକି କୁହାଯାଏ? ଜିଭରେ କଣ ଧରି ହବ ନାଁ ଟା? ସେମିତି ପରିସ୍ଥିତି ପଇଲେ ଗୋଟେ ଦେଖିଥିବେ ଆଜ୍ଞା ଗୋଟେ ଲୋକ ଆସିତ ଜନସେବା ହୁଅନ୍ତୁ କି ସର୍ଭେ କରିବାକୁ ଆସିଥିବେ ସେ ପଚାରିବେ ଆଉ ଆପଣଙ୍କ ସ୍ୱାମୀ ଟା ନା କଣ? ନା ଏଇରେ ବବୁଲୁ ଏଇରେ ଟୁଙ୍ଗୁରୁ ଆଇଲୁ ତ ବାପା ନାଁ ଟା କହିଦେଇଛୁ। ସେଠି ଯଦି କେହି ନଥିବେ କଣ କରିବେ ନିଜେ କହିବାକୁ ପଡେ ଯୋଉଠି ପରିସ୍ଥିତି ଆସିବ କହିବାକୁ ପଡେ କିନ୍ତୁ ଧରନ୍ତିନି। ଆଚ୍ଛା ଯଦି ଆବଶ୍ୟକତା ପଡିବ ତ ସ୍ଵାମୀ ମାନଙ୍କୁ ଧନ ଗେଲୁ ହେଇଠି ଶୁଣୁଛ ଏମିତି ଡାକି ଦିଅନ୍ତି ହୁଁ ହୁଁ ଆପଣ ଆପଣଙ୍କ ଶାଶୁଙ୍କୁ ଏଇ ଧନ ଗେଲୁ ଡାକନ୍ତି ନା କଣ ଡାକନ୍ତି? ନା ବୋଉ ଡାକେ। ବୋଉ ଡାକନ୍ତି ହଁ ନାଇଁ କି? ବୋଉ ଡାକେ ଆଉ ଧନ କାହିଁ ସ୍ଵାମୀଙ୍କୁ କଣ ଡାକନ୍ତି? ସ୍ୱାମୀଙ୍କୁ କିଛି ଆଉ ଡାକେନି ଘରେ ଥିଲେ ଶୁଣିଲ ଡାକେ ଆଉ। ଏଇ ଢେମକିଆରେ ପୁରା ନାଇଁ କି ଏଇଠି ଶୁଣିଲ। ହଁ ହଁ ସେମିତି ଆଉ। ଓକେ ଜୟା ହୋଟେଲ ରୋଷେଇଆ ଏମାନଙ୍କର ବହୁତ ଦିନ ହେଲାଣି କାମ ଧନ୍ଦା ବନ୍ଦ ହେଇକି ପଡିଥିଲା ହୁଁ ଏବେ ହୁଁ ନୂଆ ନୂଆ କି ରୋଷେଇ କରୁଛନ୍ତି। ହୁଁ ସାଧାରଣ ଦର୍ଶକ ଦୃଷ୍ଟିରୁ ଦେଖିବା ଯଦି ଗୋଟେ ବେପାର ବି ତାଙ୍କର ହାମ୍ପର ହେଇଛି ହୁଁ ହୁଁ ତ ସେମାନଙ୍କ ପାଇଁ କଣ କହିବେ ଯୋଉମାନେ ଭାଙ୍ଗି ପଡିଛନ୍ତି ଯାହା ହୋଟେଲ ମାଲିକ ସେ ତ ପୁରା କାନ୍ଦି କାନ୍ଦି ନଆନ୍ତ ହେଇଗଲେଣି ହୁଁ ରୋଷେଇଆ ବି କାନ୍ଦି ପକଉଛନ୍ତି ସମସ୍ତେ କାନ୍ଦୁଛନ୍ତି। ହୁଁ ସେମାନଙ୍କ ପାଇଁ କଣ କହିବେ ତାଙ୍କ ହୋଟେଲ କୁ ଖାଇବାକୁ ଯିବା ଦରକାର ନା ନାଇଁ? ଗୋଟେ କଥା ହଉଛି ଯେତେବେଳେ ଲୋକମାନେ ଭୁଲ କରନ୍ତି ବୁଝିପାରନ୍ତିନି ସେଇଟା ଯେତେବେଳେ ଧରା ପଡେ ଲୋକଙ୍କ ସାମ୍ନାକୁ ଆସେ ସର୍ବମୁଖକୁ ଆସେ ସେତେବେଳେ ନେଡି ଗୁଡା କହୁଣିକି ବୋଇ ଯାଇଥାଏ ସେତେବେଳେ ଆଉ କାନ୍ଦିବା ଛଡା ଆଉ କିଛି ଉପାୟ ନଥାଏ ତେଣୁକରି ତମେ ମାନେ ଯାହା ବି କରିବ ଯୋଉଟା ବି କରିବ ଭାବି ଚିନ୍ତି କରିବା ଦରକାର ଆଗକୁ କଣ ଅସୁବିଧା ହବ ଆମେ ଭାବିବା ଲୁଚେଇକି ଆମେ ଲୋକମାନଙ୍କୁ ଠକିକି ଗୋମାଂସ ଦେଇଦବା ଆମର ପ୍ରଫିଟ ହବ ଆମେ ବହୁତ ପଇସା ପାଇବା ଲୋକମାନେ ଆମ ହୋଟେଲ କୁ ବହୁତ ଆସିବ ମୁଁ ଶୁଣିଛି ତାଙ୍କର 5 କେଜି ରୁ ଆରମ୍ଭ ହେଇ ଏବେ 50 କେଜି ଭାବେ ସେଲ ହଉଛି ତାଙ୍କ ହୋଟେଲରେ ହୁଁ। କିନ୍ତୁ ଏମିତି ତମେ ଏଇନାକେ ଯୋଉ 50 କେଜି ସେଲ ହେଲା ଏଇନା ଲୋକମାନେ ଆଉ ସେଇ 5 କେଜିରୁ 1 କେଜି ବି ଖାଇବାକୁ ଯିବେନି। ବିଶ୍ୱାସ ଭାଙ୍ଗିଗଲା ଲୋକମାନଙ୍କର ଭରସା ଭାଙ୍ଗିଗଲା ଏ ନ୍ୟୁଜ ସବୁଆଡେ ଭାଇରାଲ ହେଲାଣି ଲୋକମାନଙ୍କର ବିଶ୍ୱାସ ଆଉ ରହିବ କି ଜୟ ହୋଟେଲ କୁ ଯିବେ ବୋଲି ଆଉ ଏଇଟା ବି କାନ୍ଦିବା ସ୍ୱାଭାବିକ କାହିଁକିନା ସେ ଗୋଟେ ବେପାର କରୁଥିଲେ ତାଙ୍କ ପରିବାର ଘର ଚଳୁଥିଲା କିନ୍ତୁ ମୁଁ ବି ସମସ୍ତ ମିଡିଆ ଭାଇଙ୍କ ଥ୍ରୁରେ ରିକ୍ୱେଷ୍ଟ କରି କହିବି କି ଆପଣ ଯୋଉଟା ଭୁଲ କରିଛନ୍ତି ସେଇଟା ନେକ୍ସଟ ଟାଇମ ନ କରନ୍ତୁ ଲୋକମାନଙ୍କର ବିଶ୍ୱାସ ଆଉଥରେ ଜିତନ୍ତୁ ଆପଣ ହୋଟେଲ ଆହୁରି ଆଗକୁ ବଢାନ୍ତୁ। ନାଇଁ ଆପଣ ଆପଣଙ୍କ ଶାଶୁକୁ ନେଇକି ଜୟା ହୋଟେଲ ଯିବେ କି ଖାଇବାକୁ? ନା ନା ମୋ ଶାଶୁ ଜମା ଯିବେନି ଶାଶୁ ଯିବେ ବାଡେଇ ପକେଇଲେ ବି ଯିବେନି ଟାଣି ଟାଣି ମତେ ନେଇ ଆସିବ ପଛେ ସେ ଯିବେନି। ନାଇଁ ନାଇଁ ଆପଣ ତାଙ୍କୁ ଡାକିଲେ ସିଏ ଆପଣଙ୍କୁ ବାଡେଇବେ? ସେ ମତେ ବାଡେଇବେ। ଆଚ୍ଛା ଆପଣ କେବେ ଶାଶୁଙ୍କଠୁ ମାଡ ଖାଇଛନ୍ତି? ନା ନା ମୁଁ ମାଡ ଖାଇନି ଏଇଟା ମୁଁ କିନ୍ତୁ ମୋ ସ୍ୱାମୀ ମାଡ ଖାଆନ୍ତି ଶାଶୁଙ୍କ ଠାରୁ। ଟିକେ